ପକ୍ଷୀପୁର ଜଙ୍ଗଲରେ ଟିକି ଚଢ଼େଇ ଆଉ କୁନା ସେମାନଙ୍କ ପୁଅ ରାଜା ସହ ରହୁଥିଲେ। କୁନା ସବୁଦିନ ଆରପଟ ଜଙ୍ଗଲକୁ କାମ କରିବାକୁ ଯାଏ, ଆଉ ଟିକି ଚଢ଼େଇ ଘରର ସବୁ କାମ କରେ। ଏମିତି ସେମାନେ ବହୁତ ଖୁସିରେ ରହୁଥିଲେ। କିନ୍ତୁ ଦିନେ କୁନାର ମାଲିକ କୁନାକୁ କାମରୁ ବାହାର କରିଦେଲା। କ'ଣ ହେଲା ତମର? ତମେ ଏମିତି ମନ ଦୁଃଖରେ କ'ଣ ପାଇଁ ଫେରି ଆସିଲ? ଆରେ ଟିକି ଚଢ଼େଇ, ମୋତେ ଆଜି ମୋ ମାଲିକ କାମରୁ ବାହାର କରିଦେଲା। ଏ କଥା ଶୁଣି ଟିକି ଚଢ଼େଇ ବହୁତ ଆଶ୍ଚର୍ଯ୍ୟ ହେଇଗଲା। ଏ କ'ଣ କହୁଛ ତମେ? ତମକୁ କାମରୁ କ'ଣ ପାଇଁ ବାହାର କରିଦେଲେ? ମୁଁ ନିଜେ ବି ଜାଣିପାରୁନି ମୋତେ କ'ଣ ପାଇଁ କାମରୁ ବାହାର କରିଦେଲେ। ହଉ, ତମେ ବ୍ୟସ୍ତ ହୁଅନି, ତମେ ଅନ୍ୟ କେଉଁଠି ଯାଇ କାମ ବୁଝ। କୁନା ଜଙ୍ଗଲ ସାରା ବୁଲି ବୁଲି କାମ ଖୋଜିବାକୁ ଲାଗେ, ହେଲେ ତାକୁ କେଉଁଠି ବି କାମ ମିଳେ ନାହିଁ। ଆଉ ସେ ମନ ଦୁଃଖରେ ଘରକୁ ଫେରି ଆସେ। ଟିକି, ମୋତେ ଆଜି କେଉଁଠି ବି କାମ ମିଳିଲାନି। ଏବେ ଆମେ କ'ଣ କରିବା? ଚଳିବା କେମିତି? ହଉ, ତମେ ବ୍ୟସ୍ତ ହୁଅନି, ଆମକୁ କାମ ନ ମିଳିଲେ ନାହିଁ, ଆମେ ନିଜେ ଗୋଟେ କିଛି ବେପାର ଆରମ୍ଭ କରିବା। ହେଲେ ଆମେ କ'ଣ କରିପାରିବା? ହେଲେ ମୁଁ ତ ବହୁତ ଭଲ ରୋଷେଇ କରିପାରିବି, ଆଉ ତମେ ତାକୁ ବିକି ବି ପାରିବ। ଆମେ କ'ଣ ବିକିପାରିବା? ବଜାରରେ ତ ସବୁକିଛି ଆଗରୁ ହିଁ ବିକ୍ରି ହେଉଛି। ଆମେ କିଛି ନା କିଛି ନିଶ୍ଚୟ କରିପାରିବା। ଚାଲ ଆମେ ଟିକେ ବଜାରରୁ ଦେଖି ଆସିବା। ତାପରେ ସେ ଦୁଇ ଜଣ ବଜାରକୁ ଯାଆନ୍ତି, ଆଉ ସେଠି ଯାଇ ଦେଖନ୍ତି ଯେ ଗୋଟେ ଚଢ଼େଇ ମ୍ୟାଗିର ପ୍ୟାକେଟ୍ ବିକ୍ରି କରୁଛି। ଆରେ କୁନା, ସେଠି ଦେଖ, ସେ ଚଢ଼େଇ ମ୍ୟାଗି ବିକ୍ରି କରୁଛି। ଆମେ ଯଦି ମ୍ୟାଗିର ନୁଡୁଲ୍ସ ବନେଇକି ବିକ୍ରି କରିବା, ତାହେଲେ ଆମର ବହୁତ ଭଲ ବେପାର ହେବ। ତାପରେ ସେମାନେ ଡେରି ନ କରି ବଜାରରୁ କିଛି ମ୍ୟାଗିର ପ୍ୟାକେଟ୍ କିଣି ନେଇଗଲେ। ଆଉ ତା ପରଦିନ ଟିକି ଚଢ଼େଇ ଜଙ୍ଗଲରେ ମ୍ୟାଗି ନୁଡୁଲ୍ସର ଷ୍ଟଲ୍ ଖୋଲିଦେଲା। ମ୍ୟାଗି ଖାଇବ ଆସ, ମ୍ୟାଗି ମ୍ୟାଗି, ଏମିତି ଭାବରେ କୁନା ଡାକିବାକୁ ଲାଗିଲା। ଆଉ ଦେଖୁ ଦେଖୁ ସବୁ ଚଢ଼େଇମାନେ ଆସି ତାଙ୍କ ପାଖରେ ମ୍ୟାଗି ଖାଇବାକୁ ଲାଗିଲେ, ଆଉ ସେମାନଙ୍କର ବହୁତ ରୋଜଗାର ବି ହେଲା। ପୁଅ, ଆଗକୁ ତ ଖରାଦିନ ଆସୁଛି, ମୁଁ ଗୋଟିଏ ଲସି ଦୋକାନ ଦେବି ବୋଲି ଭାବୁଛି। ହଁ ମା, ଇଏ ତ ବହୁତ ଭଲ କଥା। ଖରାଦିନେ ଆମ ଲସି ବହୁତ ବିକ୍ରି ହେବ, ଆଉ ମୁଁ ସବୁଦିନେ ଲସି ବି ପିଇବି। ହଉ, ଆମେ କାଲି ବଜାରରୁ ଯାଇ ଲସି ବନେଇବାର ସବୁ ଜିନିଷ ଆଣିକି ଆସିବା। ତା ପରଦିନ ଟୁନି ଆଉ ତାର ପୁଅ ବଜାରକୁ ଯାଇ ଲସି ବନେଇବାର ସବୁ ଜିନିଷ ଆଣିକି ଆସନ୍ତି, ଆଉ ତାକୁ ସବୁ ଠେଲା ଗାଡ଼ିରେ ସଜାଇ ଜଙ୍ଗଲକୁ ବିକିବା ପାଇଁ ନେଇଯାଆନ୍ତି। ତାପରେ କୁନା ଡାକିବାକୁ ଲାଗେ, ଲସି ପିଇବ ଆସ, ଲସି ଲସି ଲସି। ତାର ଡାକ ଶୁଣି ଜଙ୍ଗଲର ଚଢ଼େଇମାନେ ତା ପାଖକୁ ଲସି ପିଇବା ପାଇଁ ଯାଆନ୍ତି। ଆରେ ଟୁନି, ଆମକୁ ଗୋଟେ ଗୋଟେ ଗ୍ଲାସ୍ ଲସି ଦେ। ହଁ ହଁ, ମୁଁ ଏବେ ବନେଇକି ଦଉଛି। ତାପରେ ଟୁନି ଲସି ବନେଇକି ସେମାନଙ୍କୁ ପିଇବାକୁ ଦିଏ। ମାନୁ ଆଉ ବୁଟୁ ଲସି ପିଇବାକୁ ଲାଗନ୍ତି। ଆରେ ବାଃ, ତୋ ଲସି ତ ବହୁତ ସ୍ୱାଦିଷ୍ଟ ହେଇଛି। ଏହା କହି ସେମାନେ ପଇସା ଦେଇ ସେଠାରୁ ଚାଲିଯାଆନ୍ତି। ଆସ୍ତେ ଆସ୍ତେ ରାନୀ ପାଖରେ ବହୁତ ଭିଡ଼ ହେବାକୁ ଲାଗେ। ଏସବୁ କଥା କାଉ ଗଛ ଉପରେ ଥାଇ ଦେଖୁଥାଏ। ଆରେ ଏ ଟୁନି କି ଲସି ପିଆଉଛି କେଜାଣି, ଆ ପାଖରେ ସବୁଦିନ ଏତେ ଭିଡ଼ ଲାଗୁଛି। ଦିନେ କାଉ ଟୁନି ପାଖକୁ ଲସି ପିଇବାକୁ ଯାଏ। ଆରେ ଟୁନି, ମୋତେ ଗୋଟେ ଗ୍ଲାସ୍ ଲସି ଦେଲୁ। ହଁ, ଦଉଛି ଦଉଛି। ତାପରେ ଟୁନି କାଉକୁ ଗୋଟେ ଲସି ଗ୍ଲାସ୍ ଦିଏ, ଆଉ କାଉ ତାକୁ ପିଇବାକୁ ଲାଗେ। ଆରେ, ୟା ଲସି ତ ସତରେ ବହୁତ ଭଲ ଲାଗୁଛି, ସେଥିପାଇଁ ତାହେଲେ ୟାର ଭଲ ବେପାର ହେଉଛି। ତାପରେ କାଉ ପଇସା ଦେଇ ସେଠାରୁ ପଳାଇଲା। ଏ ଟୁନିର ମୋତେ କ'ଣ ଗୋଟେ କରିବାକୁ ପଡ଼ିବ, ନହେଲେ ଇଏ ତ ଲସି ବିକି ବିକି ବଡ଼ ଲୋକ ହେଇଯିବ। କାଉ ମନେ ମନେ ଟୁନିର କ'ଣ ଗୋଟେ କ୍ଷତି କରିବ ବୋଲି ଭାବୁଥାଏ। ଆଇଡ଼ିଆ, ଟୁନି ଯେତେବେଳେ ଘରେ ନଥିବ, ମୁଁ ଯାଇ ତା ଦହିରେ ଲଙ୍କାଗୁଣ୍ଡ ମିଶାଇ ଦେବି, ଆଉ ତା ପାଖକୁ କେହି ବି ଲସି ପିଇବାକୁ ଆସିବେନି। ତାପରେ କାଉ ତା ଘରୁ କିଛି ଲଙ୍କାଗୁଣ୍ଡ ନେଇକି ଯାଏ। ସେ ଦେଖିଲା ଯେ ଟୁନି ଘରେ ନାହିଁ। ସେଇ ସୁଯୋଗରେ ସେ ତା ଦହିରେ ଲଙ୍କାଗୁଣ୍ଡ ପକାଇଦେଲା।
କିନ୍ତୁ ଟୁନି ଘର ବାହାରେ ଥାଇ ଏସବୁ କଥା ଲୁଚିକି ଦେଖିଦେଲା। ଏବେ ସେ ଟୁନି ପାଖକୁ ଆଉ କେହି ବି ଲସି ପିଇବାକୁ ଯିବେନି। ଏଥର ମୁଁ ଜଙ୍ଗଲରେ ଲସି ବେପାର କରିବି। କିନ୍ତୁ କାଉ ଜାଣିନଥିଲା ଯେ ଟୁନି ତାକୁ ଲଙ୍କାଗୁଣ୍ଡ ମିଶାଇବା ବେଳେ ଦେଖିଦେଇଥିଲା। ତା ପରଦିନ କାଉ ଜଙ୍ଗଲରେ ତାର ଲସି ଦୋକାନ ଦେଲା। କିନ୍ତୁ ଟୁନି ପାଖରେ ଆଗ ଭଳି ଭିଡ଼ ରହୁଥିଲା। ଆରେ, ମୁଁ ତ ଟୁନି ଦହିରେ ଲଙ୍କାଗୁଣ୍ଡ ମିଶାଇ ଦେଇଥିଲି। ଏମାନେ ତା ପାଖରୁ କେମିତି ଲସି ପିଉଛନ୍ତି? ତାପରେ କାଉ ଟୁନି ପାଖକୁ ଯାଇ ଗୋଟେ ଗ୍ଲାସ ଲସି ମାଗିଲା। ଟୁନି, ମୋତେ ଗୋଟେ ଗ୍ଲାସ ଲସି ଦେଲୁ। ତାପରେ ଟୁନି ତାକୁ ଲଙ୍କାଗୁଣ୍ଡ ମିଶା ଦହିରେ ଲସି ବନେଇକି ପିଇବାକୁ ଦେଲା। ଆଉ କାଉ ତାକୁ ପିଇବାକୁ ଲାଗିଲା। ମା ଲୋ, କି ରାଗ ଲୋ ମା, ମୋ ପାଟି ତ ଜଳି ଯାଉଛି। ୟାକୁ ଅନ୍ୟ ପକ୍ଷୀମାନେ କେମିତି ପିଉଛନ୍ତି କେଜାଣି? ୟାଠୁ ତ ଭଲ ଲସି ମୁଁ ବିକ୍ରି କରୁଛି। କାଉ, ତୁ କ'ଣ ଲସି ଦୋକାନ ଦେଇଛୁ ନା କ'ଣ? ହଁ, ମୁଁ ବି ଲସି ଦୋକାନ ଦେଇଛି। ହେଲେ ମୋ ପାଖକୁ କେହି ବି ଲସି ପିଇବାକୁ ଆସୁନାହାନ୍ତି। ଆସିବେ ବା କେମିତି? ତମେ ତାଙ୍କୁ ଲଙ୍କାଗୁଣ୍ଡ ମିଶା ଦହିରେ ଲସି ବନେଇକି ଦଉନଥିବ। ମାନେ? ମାନେ ହେଲା ଚଢ଼େଇମାନେ ଲଙ୍କାଗୁଣ୍ଡ ମିଶା ଦହିରେ ଲସି ପିଇବାକୁ ପସନ୍ଦ କରୁଛନ୍ତି। ମୁଁ ସବୁଦିନ ଲଙ୍କାଗୁଣ୍ଡ ମିଶାଇ ସେମାନଙ୍କୁ ଲସି ପିଇବାକୁ ଦଉଛି। ଆଚ୍ଛା, ଏମିତି କଥା? ତୁ ଗୋଟେ କାମ କର, ମୋଠୁ ଏ ଲଙ୍କାଗୁଣ୍ଡ ମିଶା ଦହି ନେଇଯା। ସେଥିରେ ଲସି ତିଆରି କରି ବିକିବୁ। ଦେଖିବୁ ତୋର ଭଲ ବେପାର ହବ। ତାପରେ ଟୁନି କାଉକୁ ଲଙ୍କାଗୁଣ୍ଡ ମିଶା ଦହି ଦେଲା। ଆରେ, ଏ ଟୁନି ତ ସବୁଦିନେ ଲଙ୍କାଗୁଣ୍ଡ ମିଶା ଦହିରେ ଲସି ତିଆରି କରି ବିକ୍ରି କରୁଛି। ମୋର ତାହେଲେ ଲଙ୍କାଗୁଣ୍ଡ ମିଶାଇବାର ଫାଇଦା କ'ଣ ହେଲା? ତାପରେ ଟୁନି ତାର ଦୋକାନ ବନ୍ଦ କରି ଯାଇ ଗୋଟେ ଗଛ ମୂଳେ ଲୁଚିକି ଦେଖେ। କିଛି ସମୟ ପରେ ଚିଲ ଆଉ ପାରା ସେଠାକୁ ଆସନ୍ତି। ଆରେ ଚିଲ ଭାଇ, ଟୁନି ଦୋକାନ ତ ବନ୍ଦ ଅଛି। ଚାଲ ଆମେ କାଉ ପାଖରୁ ଯାଇ ଲସି ପିଇବା। ତାପରେ ସେମାନେ କାଉ ଦୋକାନକୁ ଲସି ପିଇବାକୁ ଯାଆନ୍ତି। କାଉ, ଆମକୁ 2ଟା ଗ୍ଲାସ ଲସି ଦେ, ଯେମିତି ଆମକୁ ଭଲ ଲାଗିବ। କାଉ ସେମାନଙ୍କୁ 2ଟା ଗ୍ଲାସ ଲଙ୍କାଗୁଣ୍ଡ ମିଶା ଦହିରେ ଲସି ବନେଇକି ଦେଲା। ସେମାନେ ଯେମିତି ଟିକେ ପିଇଛନ୍ତି, ଆଲୋ ମା ଲୋ, କି ରାଗ ଲୋ ମା, ଛି ଛି, ତୁ ଆମକୁ ଲଙ୍କାଗୁଣ୍ଡ ପକେଇକି ଲସି ପିଇବାକୁ ଦଉଛୁ? ତୁ ଆମକୁ କ'ଣ ମାରିବାକୁ ଚାହୁଁଛୁ ନା କ'ଣ? ରହ, ତତେ ଆମେ ଆଜି ପାନି ଦଉଛୁ। ତାପରେ ଚିଲ ଆଉ ପାରା କାଉକୁ ବହୁତ ମାରନ୍ତି। ଏସବୁ ଦେଖି ମିନୁ ଚଢ଼େଇ ବହୁତ ହସେ। ଆଉ କାଉକୁ ତାର କୁକର୍ମର ଫଳ ବି ମିଳିଯାଏ।